ଶ୍ରୀ ଜଗନ୍ନାଥଙ୍କର ଅତି ପ୍ରିୟ 56 ଭୋଗ ମଧ୍ୟରୁ ଗୋଟିଏ ମାଣ୍ଡୁଅ ପିଠା ବନେଇବା ବହୁତ ସହଜ ଏବଂ ଅପୂର୍ବ ସ୍ୱାଦ। ଆଗକୁ ରଥଯାତ୍ରା ଆସୁଛି, ଏହାକୁ ଆପଣ ଭୋଗରେ ଲଗେଇ ପାରିବେ, ନଚେତ୍ ଯେକୌଣସି ପୂଜା ପର୍ବରେ ବନେଇକି ଖାଇପାରିବେ। ତେଣୁ ଆଜିର ଏ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ରେସିପି ଭଲ ଲାଗିଲେ ନିଶ୍ଚୟ ଲାଇକ୍ କରିବେ, ସାଙ୍ଗସାଥିମାନଙ୍କ ସହିତ ସେୟାର କରିବେ। ଯଦି ଏବେ ଯାଇ ଚ୍ୟାନେଲକୁ ଫଲୋ କରିନାହାନ୍ତି ଫଲୋ କରିଦେବେ। ତେବେ ଚାଲନ୍ତୁ ଆଜିର ରେସିପି ଷ୍ଟାର୍ଟ କରିବା। ନମସ୍କାର, ମୁଁ ମିଲି ଆପଣ ସମସ୍ତଙ୍କୁ ହୋମ୍ ଫୁଡ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ଏଇ ପିଠା ବନେଇବା ପାଇଁ ଏଇଠି ମୁଁ 2 କପ୍ ଅଟା, 1 କପ୍ ଗୁଡ଼ ନେଇଛି। ତା ସହିତ ପାନମଧୁରୀ, ଗୋଲମରିଚ ଗୁଣ୍ଡ, ସ୍ୱାଦ ହିସାବରେ ଲୁଣ ଆଉ ଅଳ୍ପ ଟିକେ ଗୁଆ ଘିଅ। ଅଟା ଗୁଡ଼ର କ୍ୱାଣ୍ଟିଟି ଓଜନ ହିସାବରେ ସମାନ ଅଛି। ମୁଁ ଏଇଠି 300 ଗ୍ରାମ ଅଟାରେ 300 ଗ୍ରାମ ଗୁଡ଼ ନେଇଛି। ଏବେ ଆମେ ଗୋଟେ କଡ଼େଇରେ ସବୁ ଗୁଡ଼କୁ ଦେଇଦେବା, ତା ସହିତ ଦେବା 2 କପ୍ ପାଣି। ଯେହେତୁ ଆମେ ଏଇଠି 2 କପ୍ ଅଟା ନେଇଛେ, ଅଟା ଯେତିକି ପାଣି ଆପଣ ସେତିକି ଦେବେ। ତା ସହିତ ଆମେ ନେଇଥିବା ପାନମଧୁରୀ, ଗୋଲମରିଚ ଗୁଣ୍ଡ, ଲୁଣ ସବୁକୁ ଦେଇଦେବା। ଭଲ ଭାବରେ ଆକୁ ମିଶେଇବା। ଫ୍ଲେମ୍କୁ ଏଇଠି ଆପଣ ହାଇ ରଖିଥିବେ। ଗୁଡ଼ ଯେତେବେଳେ ପାଣିରେ ମିଶିଯିବ ତାପରେ ଦେବା 1 ବଡ଼ ଚାମଚ ଗୁଆ ଘିଅ। ଘିଅ ଦେଇ ସାରିଲା ପରେ ଫ୍ଲେମ୍କୁ ଆପଣ ମିଡ଼ିୟମ୍ କରିଦେବେ। ମିଡ଼ିୟମ୍ ଫ୍ଲେମ୍ରେ 5 ମିନିଟ୍ ପାଇଁ ଏଇ ପାଣିକୁ ଫୁଟେଇବା। ଯେତେ ଭଲ ଭାବରେ ଏଇ ପାଣି ସିଝିବ ସେତେ ଭଲ ବାସ୍ନା ଟେଷ୍ଟ ଆସିବ ପିଠାରେ। 5 ମିନିଟ୍ ପରେ ଫ୍ଲେମ୍କୁ ଲୋ କରିଦେବେ। ତାପରେ ଏଥିରେ ଆମେ ଅଳ୍ପ ଅଳ୍ପ କରିକି ଅଟାକୁ ଦେଇକି ଜନ୍ତିବା। ଏକା ସହିତ ସବୁ ଅଟାକୁ ଦେବେନି, ଗୋଟେ ହାତରେ ଅଳ୍ପ ଅଳ୍ପ ଅଟା ଛିଞ୍ଚିବେ, ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସଲି ଗୋଳଉଥିବେ। ଯେମିତି ଆମେ ନର୍ମାଲି ଅଟା କାକେରା ପିଠା ବନେଇଥାଉ ସେଇ ଟାଇପ୍ର ହିଁ ଏଇଟା ବନା ହେବ। କିନ୍ତୁ ଆର ଭାଗ ମାପ ବା ମେଜରମେଣ୍ଟ ପୁରା ପରଫେକ୍ଟ ରଖିବେ, ଯାହାଦ୍ୱାରା ପିଠାଟି ଏକଦମ ପରଫେକ୍ଟ ବନିବ, ତା ସହିତ ଟେଷ୍ଟ ବି ବହୁତ ବଢ଼ିଆ ଆସିବ। ତ ଏମିତି ଗୋଟେ ଡୋ ଟାଇପ୍ର ହେଇଗଲା ପରେ ଫ୍ଲେମ୍କୁ ବନ୍ଦ କରିକି ଆକୁ ଗୋଟେ ବଡ଼ ପ୍ଲେଟ୍କୁ ବାହାର କରିଦେବା। ହାଲକା କିଛି ସମୟ ପାଇଁ ଏମିତି ଖୋଲା ଛାଡ଼ିଦେବେ। ଯେତେବେଳେ ଟିକେ ଥଣ୍ଡା ହେଇ ଆସିବ ସେତେବେଳେ ଦେବା 2 ଚାମଚ ପାଖାପାଖି ଗୁଆ ଘିଅ। ଏବେ ଆକୁ ଭଲ ଭାବରେ ଚକଡ଼ିକି ସ୍ମୁଥ୍ ବନେଇଦେବା ବା ଚିକ୍କଣ କରିଦେବା। କିନ୍ତୁ ଗରମ ଥିବାର ଅଛି, ପୁରା ଥଣ୍ଡା କରିବେନି। ଗରମ ଥିଲାବେଳେ ହିଁ ମାନେ ଯେମିତି ଆପଣ ଛୁଇଁ ପାରିବେ ସେତିକି ଗରମ ଥିଲାବେଳେ ଆକୁ ଭଲ ଭାବେ ଚକଡ଼ିକି ଏମିତି ଚିକ୍କଣ କରିଦେବେ। ତାପରେ ଏଥିରେ ଛୋଟ ଛୋଟ ଗୁଳା କରିକି ଆମେ ଯେମିତି ନର୍ମାଲ ବିନା ପୁର ଦିଆ କାକରା ପିଠା ବନେଇଥାଉ ସେମିତି ହିଁ ଏଇଠି ବନେଇବାର ଅଛି। ଯେତେବେଳେ ପିଠାକୁ ଗଢ଼ିବେ ଧ୍ୟାନ ରଖିବେ ପୁରା ସ୍ମୁଥ୍ ଚିକ୍କଣ କରିକି ଗଢ଼ିବେ। ଯଦି ପିଠାରେ ବେଶୀ କ୍ରାକ୍ ରହିବ ତାହେଲେ ଛାଣିଲା ବେଳେ ପୁରା ଖୋଲିଯିବ, ଫାଟିଯିବ। ତ ଏମିତି ସ୍ମୁଥ୍ ଚିକ୍କଣ କରିକି ଗଢ଼ିବେ। ଏଇଠି ଦେଖନ୍ତୁ ସବୁ ପିଠା ଗଢ଼ି ସାରିଲେଣି। ଏବେ ଚାଲନ୍ତୁ ତାକୁ ଛାଣିବା। ଛାଣିବା ପାଇଁ ତେଲକୁ ଏଇଠି ମୁଁ ହାଇ ଫ୍ଲେମ୍ରେ ଗରମ କରିଦେଇଛି। ତେଲକୁ ଭଲସେ ଗରମ କଲା ପରେ ପିଠାକୁ ଦେଇଦେବେ ଯେତିକି ଆପଣଙ୍କ କଡ଼େଇରେ ଜାଗା ହେବ। ତାପରେ ଫ୍ଲେମ୍କୁ ଆପଣ ମିଡ଼ିୟମ୍ କରିଦେବେ। ମୁଁ ଏଇଠି ପିଠାକୁ ଘରେ ବନଉଛି ଖାଇବା ପାଇଁ, ରିଫାଇନ୍ ତେଲରେ ଛାଣୁଛି। ଯେହେତୁ 56 ଭୋଗ ବିଲକୁଲ ବି ତେଲ ୟୁଜ୍ ହୁଏନି, ପୁରା ଘିଅରେ ବନା ହୁଏ। ଯଦି ପ୍ରସାଦ ପାଇଁ ବନାଉଛନ୍ତି ଆପଣ ଘିଅରେ ଛାଣନ୍ତୁ। ଘିଅରେ ଛାଣିଲେ ଟେଷ୍ଟ ତ ଭଲ ଆସିବ, ତା ସହିତ ସେଲ୍ଫ ଲାଇଫ୍ ବି ବଢ଼ିଯିବ। ଆରାମସେ 10-15 ଦିନ ଯାଏ ରଖିକି ଖାଇପାରିବେ, ଖରାପ ହେବନି। ଏଇଠି ଦେଖନ୍ତୁ ହାଲକା ହାଲକା ପିଠାରେ କ୍ରାକ୍ ଦେଖାଯାଉଥିବ। ଏମିତି କ୍ରାକ୍ ଆସିଲେ